ଦାସତ୍ୱ ଓ ନାଗରିକତା ପ୍ରାଚୀନ ଗ୍ରୀକ୍ ସଭ୍ୟତାର ଏକ ମୌଳିକ ଅଙ୍ଗ ଭାବରେ ଦାସତ୍ୱ ପ୍ରଥା ପ୍ରଚଳିତ ଥିଲା। ସେ ସମୟରେ କେବଳ ଗ୍ରୀସ୍ କାହିଁକି ପୃଥିବୀର ଅଧିକାଂଶ ଭାଗରେ ଦାସତ୍ୱ ପ୍ରଥାର ଆବଶ୍ୟକତା ବହୁଳ ଭାବରେ ଅନୁଭୂତ ହୋଇଥିଲା। ସେ ସମୟରେ କୌଣସି ଦାର୍ଶନିକ ଏହି ପ୍ରାଚୀନ ପ୍ରଥାର ବିରୁଦ୍ଧାଚରଣ କରିବାକୁ ସାହସ କରିନଥିଲେ। ତେଣୁ ଆରିଷ୍ଟଟଲ ବା ସେଥିରୁ ବାଦ ଯାଇଥାନ୍ତେ କିପରି? ଦାସତ୍ୱ ପ୍ରଥା ପ୍ରତି ଆରିଷ୍ଟଟଲଙ୍କ ଭାବଗତ ସମର୍ଥନ ତାଙ୍କର ରାଜନୈତିକ ରକ୍ଷଣଶୀଳତା ଓ ବାସ୍ତବତାର ପରିଚାୟକ। ଏହି ବ୍ୟବସ୍ଥା ଜାତୀୟ ଅର୍ଥନୀତି ଓ ସ୍ଥିରତା ପାଇଁ ଅପରିହାର୍ଯ୍ୟ ଥିଲା। କ୍ରୀତଦାସମାନଙ୍କୁ ମୁକ୍ତି ଦିଆଗଲା, ଗ୍ରୀକ୍ ଅର୍ଥନୀତି ଭୁଷୁଡ଼ି ପଡ଼ିବ ଏବଂ ସାମାଜିକ ସଂଗଠନ ଧୂଳିସାତ୍ ହୋଇଯିବ ବୋଲି ଆଶଙ୍କା କରାଯାଇଥିଲା। ଏଥିପାଇଁ ଆରିଷ୍ଟଟଲ ଚତୁରତାର ସହିତ ଗ୍ରୀକମାନଙ୍କ ଜୀବନ ଓ ଜୀବିକା ନିର୍ବାହ ଦୃଷ୍ଟିରୁ ଦାସତ୍ୱ ପ୍ରଥା ସପକ୍ଷରେ ଯୁକ୍ତି ଦର୍ଶାଇଛନ୍ତି। ଗୋଟିଏ ରାଷ୍ଟ୍ରର ଅର୍ଥନୀତି ଏହାର ଆର୍ଥିକ ସମ୍ବଳ ଓ ସମ୍ପତ୍ତି ଉପରେ ନିର୍ଭର କରେ। ତନ୍ମଧ୍ୟରୁ କେତେକ ଜୀବନ୍ତ ଓ ଅନ୍ୟ କିଛି ନିର୍ଜୀବ ସମ୍ପତ୍ତି। ଏହି ଜୀବନ୍ତ ସମ୍ପତ୍ତି ମଧ୍ୟରେ କ୍ରୀତଦାସ ଅନ୍ୟତମ। ରାଷ୍ଟ୍ରର ଆର୍ଥିକ ଅଭିବୃଦ୍ଧି କ୍ରୀତଦାସ ବ୍ୟବସ୍ଥା ଉପରେ ନିର୍ଭରଶୀଳ। ଜଣେ କ୍ରୀତଦାସ କେବଳ ପ୍ରଭୁ ଚାକର ନୁହେଁ, ସେ ସମ୍ପୂର୍ଣ୍ଣ ଭାବେ ତା ମାଲିକର ସମ୍ପତ୍ତି, ମାତ୍ର ମାଲିକ ସବୁଦିନିଆ ନୁହେଁ। ଆରିଷ୍ଟଟଲ କହନ୍ତି ଯେ କ୍ରୀତଦାସମାନେ ବିବେକାନୁମୋଦିତ କାର୍ଯ୍ୟ କରିବାକୁ ଅକ୍ଷମ, ମାତ୍ର ବିବେକସମ୍ପନ୍ନ ମାଲିକମାନଙ୍କର ସେବା କରିବାକୁ ସେମାନେ ଯୋଗ୍ୟ। କ୍ରୀତଦାସ ଜଣେ ମନୁଷ୍ୟ ହୋଇଥିଲେ ବି ସେ ତାର ପ୍ରଭୁଙ୍କଠାରୁ ଭିନ୍ନ ଅଟେ, କାରଣ ତାର ବିବେକ ଜ୍ଞାନ ନଥାଏ। ମାତ୍ର କ୍ରୀତଦାସମାନଙ୍କୁ ପଶୁ ଭଳି ବିଚାର କରାଯିବା ଉଚିତ ନୁହେଁ, କାରଣ ସେମାନେ ବିବେକର ସ୍ୱାଦ ଅନୁଭବ କରିପାରନ୍ତି। ସେମାନଙ୍କର ନିଜସ୍ୱ ବିବେକ ଓ ବିଚାର ବୁଦ୍ଧି ନଥିବାରୁ ସେମାନେ ନିଷ୍ପତ୍ତି ଗ୍ରହଣ କରିପାରୁନାହାନ୍ତି, ମାତ୍ର ସେମାନେ ଅନ୍ୟର ନିର୍ଦ୍ଦେଶ ମାନିଥାନ୍ତି। କ୍ରୀତଦାସମାନଙ୍କୁ ଗୃହର ଅତ୍ୟାବଶ୍ୟକ ପଦାର୍ଥ ଓ ସମ୍ପଦ ଭଳି ବିଚାର କରାଯାଏ, ତେବେ ସେମାନଙ୍କର ଜୀବନ ଥିବାରୁ ସେମାନଙ୍କୁ ଗୃହର ଅନ୍ୟାନ୍ୟ ଆସବାବପତ୍ରଠାରୁ ଭିନ୍ନ ବୋଲି ବିଚାର କରାଯାଇଥାଏ। କ୍ରୀତଦାସ ପ୍ରଥା ମନୁଷ୍ୟକୃତ ନୁହେଁ, ଏହା ଏକ ପ୍ରାକୃତିକ ଅନୁଷ୍ଠାନ ହୋଇଥିବାରୁ ଏହାର ସ୍ଥିର ପ୍ରଚଳନ ନିତାନ୍ତ ପ୍ରୟୋଜନ ଥିଲା ବୋଲି ଆରିଷ୍ଟଟଲ ଯୁକ୍ତି କରିଥିଲେ। ଆରିଷ୍ଟଟଲ ମାନବ ଜାତିର ପ୍ରାକୃତିକ ତାରତମ୍ୟକୁ ବିଶ୍ୱାସ କରୁଥିଲେ। ପ୍ରାକୃତିକ ଦୃଷ୍ଟିରୁ ହେଉ ବା ବଂଶାନୁକ୍ରମିକ ହେଉ, ମନୁଷ୍ୟମାନେ ଶାସକ ଓ ସେବକ ଏହିପରି ଦୁଇ ଶ୍ରେଣୀରେ ବିଭକ୍ତ ହୋଇଥିଲେ। ଗୋଟିଏ ଗୋଷ୍ଠୀ ଶାସନ କଲାବେଳେ ଅନ୍ୟଟି ଶାସିତ ହେବା କେବଳ ଆବଶ୍ୟକ ନଥିଲା, ଅପରିହାର୍ଯ୍ୟ ମଧ୍ୟ ଥିଲା। ଏହି ନିୟମ ସର୍ବଦା ପ୍ରଚଳିତ ହୋଇଥିଲା ବୋଲି ଆରିଷ୍ଟଟଲ ମତ ଦେଇଛନ୍ତି। ଆରିଷ୍ଟଟଲ ବିବେକ ଭିତ୍ତିରେ ମୁନିବ ଓ ଚାକର ମଧ୍ୟରେ ପ୍ରଭେଦ ଲକ୍ଷ୍ୟ କରିଛନ୍ତି। ମୁନିବମାନେ କ୍ରୀତଦାସମାନଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି, କାରଣ ସେମାନଙ୍କର ବିବେକ ଜ୍ଞାନ ଥାଏ ଏବଂ କ୍ରୀତଦାସମାନଙ୍କର ଏହି ଜ୍ଞାନ ନଥିବାରୁ ସେମାନେ ନିର୍ଦ୍ଦେଶ ପାଳନ କରିଥାନ୍ତି। ମୁନିବମାନେ ମାନସିକ ଶକ୍ତିସମ୍ପନ୍ନ ହୋଇଥିବା ବେଳେ କ୍ରୀତଦାସମାନେ ଶାରୀରିକ ଶକ୍ତିର ପ୍ରତୀକ। ମାନସିକ ଓ ଶାରୀରିକ ଶକ୍ତିର ମିଶ୍ରଣରେ ପରିବାର ଲକ୍ଷ୍ୟ ସାଧନ ହୋଇଥାଏ। ଏଣୁ ଦାସତ୍ୱକୁ ପ୍ରାକୃତିକ ବୋଲି ବିଚାର କରାଯାଏ। ଆରିଷ୍ଟଟଲ ଦାସତ୍ୱ ପ୍ରଥାକୁ କେତେକାଂଶରେ ପାରମ୍ପରିକ ଓ କେତେକାଂଶରେ ବୈଧାନିକ ବୋଲି ବିଚାର କରୁଥିଲେ। ମନୁଷ୍ୟମାନଙ୍କ ମଧ୍ୟରେ ଥିବା ପ୍ରାକୃତିକ ବୈଷମ୍ୟ ହିଁ ଦାସତ୍ୱ ପ୍ରଥାର ଭିତ୍ତି ବୋଲି ଆରିଷ୍ଟଟଲ କହିଛନ୍ତି। ଦାସତ୍ୱ ପ୍ରଥା ସମ୍ପର୍କରେ ଆରିଷ୍ଟଟଲଙ୍କ ଦ୍ୱିତୀୟ ଯୁକ୍ତି ଥିଲା ଏହାର ଉପଯୋଗିତା। ସାମାଜିକ ମଙ୍ଗଳ, ପରିବାର ଓ ରାଷ୍ଟ୍ରର ନିରାପତ୍ତା ଦୃଷ୍ଟିରୁ ଦାସତ୍ୱ ପ୍ରଥା ଅତ୍ୟାବଶ୍ୟକ ବୋଲି ସେ ବିଚାର କରିଥିଲେ। ସମାଜ ଓ ରାଷ୍ଟ୍ରରେ ବୁଦ୍ଧିମାନ ବ୍ୟକ୍ତି ସର୍ବଦା ଅଜ୍ଞମାନଙ୍କୁ ଶାସନ କରିଥାଏ। କ୍ରୀତଦାସମାନଙ୍କର ବୁଦ୍ଧି ନଥିବାରୁ ସେମାନଙ୍କୁ ମୁନିବମାନେ ଶାସନ କରିଥାନ୍ତି ଏବଂ ଏହା ଯୁକ୍ତିଯୁକ୍ତ, କାରଣ ଜଣେ ଛାତ୍ର ଅଧ୍ୟୟନ ପାଇଁ ଯେପରି ପୁସ୍ତକ କଲମ ଆବଶ୍ୟକ କରେ, ଜଣେ କମାର ଲୁହା କାମ ପାଇଁ ଯେମିତି କୋଇଲା ଓ ହାତୁଡ଼ି ଆବଶ୍ୟକ ହୁଏ, ସେହିପରି ଜଣେ ଗୃହସ୍ଥ ପରିବାର ପରିଚାଳନା ପାଇଁ କ୍ରୀତଦାସର ଆବଶ୍ୟକତା ଅନୁଭବ କରିଥାନ୍ତି। ଏହି ଦାସତ୍ୱ ବ୍ୟବସ୍ଥା ପାରିବାରିକ ସଂହତି ସୁଦୃଢ଼ କରିବା ସହିତ ମୁନିବମାନଙ୍କୁ ରାଷ୍ଟ୍ର କାର୍ଯ୍ୟରେ ନିୟୋଜିତ କରିବାକୁ ଅବସର ଯୋଗାଇ ଦେଇଥାଏ, ଅର୍ଥାତ୍ ନାଗରିକ କାର୍ଯ୍ୟକୁ ଅଣନାଗରିକ ସମର୍ଥନ ଓ ଶକ୍ତି ପ୍ରଦାନ କରିଥାଏ। ଦାସତ୍ୱ ପ୍ରଥାର ଉଚ୍ଛେଦ କଲେ ପରିବାର, ସମାଜ ଓ ସର୍ବୋପରି ରାଷ୍ଟ୍ର ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେବ। ଦାସତ୍ୱ ବଂଶାନୁକ୍ରମିକ ନୁହେଁ ବୋଲି ଆରିଷ୍ଟଟଲ ମତ ଦିଅନ୍ତି, କାରଣ ଜଣେ କ୍ରୀତଦାସର ପିଲାମାନେ ସର୍ବଦା କ୍ରୀତଦାସ ହୋଇନଥାନ୍ତି। ସେ ଗ୍ରୀକମାନଙ୍କୁ ଶ୍ରେଷ୍ଠ ଜାତି ବୋଲି ବିଚାର କରୁଥିଲେ, ତେଣୁ ସେମାନେ କ୍ରୀତଦାସ ହୋଇପାରିବେ ନାହିଁ। ଅନ୍ୟ ଜାତିର ଲୋକମାନଙ୍କୁ ଆରିଷ୍ଟଟଲ ଦାସତ୍ୱ ବନ୍ଧନରେ ବାନ୍ଧି ରଖିଥିଲେ। ଏହା ତାଙ୍କର ଗ୍ରୀକମାନଙ୍କ ପ୍ରତି ଥିବା ଦୁର୍ବଳର
ଦୁର୍ବଳତାର ପରିଚୟ ଦିଏ। ଆରିଷ୍ଟଟଲ କୀର୍ତ୍ତଦାସମାନଙ୍କ ପ୍ରତି ମାନବୀୟ ଆଚରଣ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ। ସେମାନଙ୍କ ପ୍ରତି ସ୍ନେହ, ମମତା, ଦୟା, କ୍ଷମା ପ୍ରଦର୍ଶନ କରିବା ଉଚିତ। ମୁକ୍ତି ପାଇବା ପାଇଁ ଏହି ଦାସମାନଙ୍କୁ ସମସ୍ତ ସୁଯୋଗ ଦେବା ଆବଶ୍ୟକ। ଏହି ପ୍ରକାର ବ୍ୟବସ୍ଥା ହେତୁ ଏଥେନ୍ସରେ କୀର୍ତ୍ତଦାସମାନେ କୌଣସି ଅସୁବିଧାରେ ସମ୍ମୁଖୀନ ହେଉନଥିଲେ। ଦାସତ୍ୱ ପ୍ରଥାର ସମାଲୋଚନା ଆରିଷ୍ଟଟଲଙ୍କ ଦାସତ୍ୱ ପ୍ରଥା ସମ୍ପର୍କୀୟ ମତାମତକୁ ନିମ୍ନଲିଖିତ ଦୃଷ୍ଟିକୋଣରୁ ସମାଲୋଚନା କରାଯାଇଥାଏ। ଆରିଷ୍ଟଟଲଙ୍କ ଦାସତ୍ୱ ପ୍ରଥା କେବଳ ଗ୍ରୀକ୍ ସାମାଜିକ ଜୀବନ ପାଇଁ ଉଦ୍ଦିଷ୍ଟ ଥିଲା। ଏହା ଆରିଷ୍ଟଟଲଙ୍କ ସଂକୀର୍ଣ୍ଣ ଦୃଷ୍ଟିକୋଣର ପରିଚୟ ଦିଏ। ଜଣେ ବ୍ୟକ୍ତି ପ୍ରାକୃତିକ କୀର୍ତ୍ତଦାସ କି ନୁହେଁ ସେ ସମ୍ପର୍କରେ ଆରିଷ୍ଟଟଲ କୌଣସି ନିର୍ଦ୍ଦିଷ୍ଟ ପଦ୍ଧତି ନିର୍ଦ୍ଧାରଣ କରିନାହାନ୍ତି। କୀର୍ତ୍ତଦାସମାନଙ୍କୁ ସେ ବୁଦ୍ଧିହୀନ ଜୀବନ୍ତ ସମ୍ପତ୍ତି ଭାବରେ ବର୍ଣ୍ଣନା କରିଥିଲେ ବି ସେମାନଙ୍କ ପ୍ରତି ଦୟା, କ୍ଷମା ଓ ସ୍ନେହ ପ୍ରଦର୍ଶନ କରିବାକୁ ଆରିଷ୍ଟଟଲ ପରାମର୍ଶ ଦେଇଛନ୍ତି। ଏହି ସିଦ୍ଧାନ୍ତ ପରସ୍ପର ବିରୋଧୀ ଯୁକ୍ତି ଉପରେ ଆଧାରିତ। ଆରିଷ୍ଟଟଲ କହନ୍ତି ଯେ ଜନ୍ମରୁ କେତେକ ଶାସନ କରିବାକୁ, ଅନ୍ୟମାନେ ଶାସିତ ହେବାକୁ କ୍ଷମତା ପାଇଥାନ୍ତି। ଜ୍ଞାନ ଓ ବିଚାର ଶକ୍ତି ନଥିଲେ ଜଣେ କୀର୍ତ୍ତଦାସ ହେବେ ବୋଲି ବିଚାର କରିବା ଯୁକ୍ତିଯୁକ୍ତ ନୁହେଁ। ଉତ୍କୃଷ୍ଟ ବ୍ୟକ୍ତିମାନଙ୍କର ନିକୃଷ୍ଟମାନଙ୍କ ଉପରେ ଶାସନ ଭିତ୍ତିରେ ଦାସତ୍ୱ ପ୍ରଥା ସୃଷ୍ଟି ହୋଇଛି। ଏହି ସିଦ୍ଧାନ୍ତ ଗ୍ରୀକମାନଙ୍କର ଜାତିଗତ ଶ୍ରେଷ୍ଠତ୍ୱ ଚିନ୍ତାଧାରା ଉପରେ ଆଧାରିତ। ମୁନିବମାନଙ୍କୁ ଅବସର ପ୍ରଦାନ କରିବା ପାଇଁ ଦାସତ୍ୱ ପ୍ରଥା ଅପରିହାର୍ଯ୍ୟ ବୋଲି ଆରିଷ୍ଟଟଲ ଯୁକ୍ତି କରିଛନ୍ତି। ମାତ୍ର ସେ କୀର୍ତ୍ତଦାସମାନଙ୍କର ସ୍ୱାର୍ଥ ସମ୍ପର୍କରେ ଆଦୌ ଚିନ୍ତା କରିନାହାନ୍ତି। ଏହା ସମାଜରେ ବୃହତ ଶ୍ରେଣୀ ପ୍ରତି ଅନ୍ୟାୟ ନୁହେଁ କି? ଏହି ସମାଲୋଚନା ସତ୍ତ୍ୱେ ବି ପ୍ରଚଳିତ ସାମାଜିକ ବ୍ୟବସ୍ଥାରେ ଆରିଷ୍ଟଟଲଙ୍କ ଦାସତ୍ୱ ପ୍ରଥା ସମ୍ପର୍କରେ ଯୁକ୍ତି ଯଥାର୍ଥ ମନେ ହୁଏ। ଏହି ବ୍ୟବସ୍ଥା ଗ୍ରୀକ୍ ସମାଜ ଓ ଅର୍ଥନୀତି ପାଇଁ ଅପରିହାର୍ଯ୍ୟ ଥିଲା। ଯଦି ସେ ଦାସତ୍ୱ ପ୍ରଥାର ଉଚ୍ଛେଦ ପାଇଁ ଯୁକ୍ତି କରିଥାନ୍ତି, ତେବେ ସମଗ୍ର ଗ୍ରୀକ୍ ସାମାଜିକ ବ୍ୟବସ୍ଥାରେ ଏକ ଅସାଧାରଣ ବିପ୍ଳବ ସୃଷ୍ଟି ହୋଇଥାନ୍ତା ବୋଲି ଆରିଷ୍ଟଟଲ ଯୁକ୍ତି କରନ୍ତି। ପ୍ରାଚୀନ ରୋମରେ ପ୍ରଚଳିତ ନାଗରିକତା ଏକ ବିଶାଳ ସାମ୍ରାଜ୍ୟ ଭାବରେ ପ୍ରାଚୀନ ରୋମ ପରିଚିତ ଥିଲା। ରୋମର ନାଗରିକତା ସମ୍ପୂର୍ଣ୍ଣ ଭାବରେ ଗ୍ରୀସର ନାଗରିକତାଠାରୁ ଭିନ୍ନ ପ୍ରକୃତିର ଥିଲା। ଏହା ଅଧିକ ଆଇନଗତ, ଭାବଗତ ଓ ନୈତିକ ଥିଲା। ରୋମର ସମସ୍ତ ଅଧିବାସୀମାନଙ୍କୁ ନାଗରିକତା ପ୍ରଦାନ କରି ରୋମର ଶାସକ ଆଇନଗତ ଶାସନ ଏବଂ ପ୍ରଭୁତ୍ୱ ବିସ୍ତାର କରିବାରେ ସଫଳ ହୋଇପାରିଥିଲେ। ରୋମ ସାଧାରଣତନ୍ତ୍ରରେ ବ୍ୟବସାୟୀ ଏବଂ ପ୍ଲେବିୟାନମାନେ ବି ନାଗରିକତାରୁ ବଞ୍ଚିତ ହୋଇନଥିଲେ। ରୋମାନ ସାଧାରଣତନ୍ତ୍ରର ପୂର୍ଣ୍ଣ ନାଗରିକତା କହିଲେ ନାଗରିକମାନେ 6ଟି ସୁବିଧା ସୁଯୋଗ ଉପଭୋଗ କରିପାରୁଥିଲେ। ସେଗୁଡ଼ିକ ହେଲା ସାମରିକ ବାହିନୀରେ ସେବା ଦେବା, ସଭାରେ ମତଦାନ କରିବା, ସାଧାରଣ ଦପ୍ତର ପରିଚାଳନା କରିବାର ଯୋଗ୍ୟତା ହାସଲ କରିବା, ଆଇନଗତ କାର୍ଯ୍ୟ ଏବଂ ଆବେଦନର ଅଧିକାର, ଅନ୍ୟ ଜାତିରେ ବିବାହ କରିବାର ଅଧିକାର, ଅନ୍ୟ ରୋମାନ ନାଗରିକଙ୍କ ସହିତ ବାଣିଜ୍ୟ କରିବାର ଅଧିକାର। ଉପରୋକ୍ତ ସମସ୍ତ 6ଟି ସୁବିଧା ସୁଯୋଗ ମଧ୍ୟରୁ ପ୍ରଥମ 4ଟି ସୁବିଧାକୁ ନାଗରିକ ଅଧିକାର ବୋଲି କୁହାଯାଉଥିବା ବେଳେ ଶେଷ 2ଟିକୁ କେବଳ ସୁବିଧା ସୁଯୋଗ ଥିଲା। ନୈତିକ ଅଂଶଗ୍ରହଣ ରୋମାନ ନାଗରିକତାର ମୂଳଦୁଆ ଥିଲା। ରୋମ ଏକ ଜନବହୁଳ ଦେଶ ହୋଇଥିବାରୁ ନାଗରିକତାକୁ ନ୍ୟାୟିକ ସୁରକ୍ଷା ବା ନିରାପତ୍ତା ମିଳିପାରୁନଥିଲା, ଅର୍ଥାତ୍ କମ୍ ମିଳୁଥିଲା, ଯାହା ଏକ ରାଜନୈତିକ ସଂସ୍ଥା ସୃଷ୍ଟି କରିବାରେ ସହାୟକ ହୋଇଥିଲା। ବାସ୍ତବରେ ରୋମାନ ନାଗରିକତା ଭଗ୍ନ ଅବସ୍ଥାରେ ଥିଲା, ଅର୍ଥାତ୍ ଆଇନର ଶାସନ ଜନିତ ଏକ ପ୍ରତୀକାତ୍ମକ ଚିତ୍ର ବହନ କରୁଥିଲା। ଏହାର ସଂଜ୍ଞା ପ୍ରଦାନ କରିବାକୁ ଗଲେ ଏତିକି କୁହାଯାଇପାରେ ଯେ ରୋମାନ ନାଗରିକତାରେ କେବଳ ଏକ ନାମକୁ ମାତ୍ର ନାଗରିକତା ଥିଲା। ରୋମ ସାମ୍ରାଜ୍ୟର ପତନ ପରେ ପରେ ନାଗରିକତାର ଗୁରୁତ୍ୱ ମଧ୍ୟ କମିବାରେ ଲାଗିଲା ଅଥବା ଲୋପ ପାଇବାକୁ ଲାଗିଲା। ମଧ୍ୟଯୁଗରେ ନାଗରିକତାର ପ୍ରୟୋଗ ମାଧ୍ୟମରେ ସମ୍ମାନ ପ୍ରଦର୍ଶନ କରିବା ପ୍ରକ୍ରିୟାକୁ ବଦଳାଇ ଦିଆଯାଇଥିଲା। ବ୍ୟକ୍ତିଗତ ନିର୍ବାଣ ଖୋଜିବା ଆଳରେ ନାଗରିକତାର ବିଲୁପ୍ତ ଘଟିଥିଲା। ଏହାପରେ ଗିର୍ଜାମାନେ ମୁଣ୍ଡ ଟେକିବାର ଲାଗିଲେ ଏବଂ ରୋମରେ ଥିବା ପ୍ରାଚୀନ ରାଜନୈତିକ ସମ୍ପ୍ରଦାୟକୁ ବଦଳାଇ ନୈତିକତାର ପଥ ପ୍ରଦର୍ଶକ ଭାବେ ଗିର୍ଜାଗୁଡ଼ିକୁ ନିଜକୁ ଲୋକଲୋଚନକୁ ଆଣିବାରେ ଲାଗିଲେ। ମଧ୍ୟଯୁଗରେ ନାଗରିକତାର ବ୍ୟବହାର ବା ପ୍ରୟୋଗ ସାଧାରଣତଃ ଇଟାଲୀ ସାଧାରଣତନ୍ତ୍ର ନଗରମାନଙ୍କରେ କରାଯାଉଥିଲା। ଉଦାହରଣ ସ୍ୱରୂପ ଫ୍ଲୋରେନ୍ସ ଏବଂ ଭେନିସ୍ ନଗର ଏଥିରେ ଅନ୍ତର୍ଭୁକ୍ତ ଥିଲା। ଏହି ନଗରଗୁଡ଼ିକ ପ୍ରାଚୀନ ଗ୍ରୀସର ନାଗରିକତା ଅର୍ଥାତ୍ ନିର୍ଦ୍ଦିଷ୍ଟ ଭାବରେ ରୋମରେ ନାଗରିକତାକୁ ନମୁନା ଭାବରେ ଗ୍ରହଣ କରୁଥିଲେ, ଯାହାକୁ ମାକିଆଭେଲି ଏବଂ ବୁସୋ ମଧ୍ୟ ସମର୍ଥନ କରିଥିଲେ। ସେମାନଙ୍କ ମଧ୍ୟରେ ସାଧାରଣ
ଅଂଶଗ୍ରହଣ ନାଗରିକତାର ଏକ ମୌଳିକ ଅଧିକାର ଅଟେ। ମାକିଆଭେଲିଙ୍କ ମତରେ ନାଗରିକତା ଉପଭୋଗର ବିଷୟବସ୍ତୁ ନୁହେଁ, ବରଂ ସକ୍ରିୟ ଭାବରେ କର୍ତ୍ତବ୍ୟ ଏବଂ ଅନୁଭୂତ ଭାବେ ସାମ୍ପ୍ରଦାୟିକ ମଙ୍ଗଳ ନିମନ୍ତେ ଉପଯୋଗ ହେବା ଦରକାର, ନିଜର ସ୍ୱାର୍ଥ ସାଧନ ନିମନ୍ତେ ନୁହେଁ। ରୁସୋଙ୍କ ମତରେ ବିନା କୌଣସି ବ୍ୟକ୍ତିଗତ ସ୍ୱାର୍ଥରେ ରାଜନୈତିକ ନିଷ୍ପତ୍ତିକୁ ସାଧାରଣ ଇଚ୍ଛା ନିମନ୍ତେ ଦାନ କରିବାର ଅଧିକାର ଷୋଡ଼ଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଆଧୁନିକ ନାଗରିକତା ଦେଖାଦେଇଥିଲା ଆମେରିକା ସ୍ୱାଧୀନତା ସଂଗ୍ରାମ ଏବଂ ଫରାସୀ ବିପ୍ଳବ ମାଧ୍ୟମରେ। ଫରାସୀ ବିପ୍ଳବ ଏକ ବିପ୍ଳବ ଥିଲା ସୁପ୍ତ ବା ନାସ୍ତିସୂଚକ ନାଗରିକତା ବିରୁଦ୍ଧରେ। ପ୍ରାଚୀନ ଗ୍ରୀସରେ ନାଗରିକତା। ପ୍ରାଚୀନ ଗ୍ରୀସ, ମଧ୍ୟଯୁଗୀୟ ଜର୍ମାନୀ ଏବଂ ଇଟାଲୀ, ଇଂଲଣ୍ଡ ଇତ୍ୟାଦିର ନଗର ରାଜ୍ୟରେ ସେହି ଲୋକମାନେ ବସବାସ କରୁଥିଲେ ଯେଉଁମାନଙ୍କର ସାମାଜିକ, ଆର୍ଥିକ ଏବଂ ଜୀବନ ଜୀବିକା ଥିଲା ବାଣିଜ୍ୟ ବ୍ୟବସାୟ। ସେହିମାନଙ୍କୁ ନାଗରିକର ଆଖ୍ୟା ମିଳିଥିଲା। ନାଗରିକ ବା ସିଟିଜେନ୍ ଶବ୍ଦଟି ମୂଳ ଲାଟିନ ଶବ୍ଦ ସିଭିସ୍‌ରୁ ଉଦ୍ଧୃତ ହୋଇଛି, ଯାହାର ଅର୍ଥ ହେଲା ନଗର ରାଜ୍ୟ। ପ୍ରାଚୀନ ଗ୍ରୀସର ନଗର ରାଜ୍ୟଗୁଡ଼ିକର ଅଧିବାସୀମାନଙ୍କୁ ନାଗରିକ ବୋଲି କୁହାଯାଉଥିଲା। ତେଣୁ ଆକ୍ଷରିକ ଅର୍ଥରେ ନାଗରିକ ସେହି ଅଧିବାସୀମାନଙ୍କୁ ସୂଚିତ କରେ ଯେଉଁମାନଙ୍କର ବାସ କରିବାର ମୌଳିକ ଅଧିକାର ରହିଛି। କିନ୍ତୁ ନାଗରିକତାର ଏହି ପ୍ରାଚୀନ ଅର୍ଥ ବର୍ତ୍ତମାନ ଯୁଗରେ ଆଉ ଉପଯୋଗ ହୋଇ ରହିନାହିଁ। ଊନବିଂଶ ଶତାବ୍ଦୀରେ ସହର ବା ନଗରରେ କହିଲେ ନାଗରିକତା ବାସସ୍ଥଳୀକୁ ହିଁ ସୂଚାଇଥାଏ। ରାଜନୀତି ବିଜ୍ଞାନର ଜନକ ଆରିଷ୍ଟଟଲଙ୍କ ମତରେ ଶାସନ କରିବାକୁ ଓ ଶାସିତ ହେବାର ଯୋଗ୍ୟତା ହାସଲ କରିଥିବା ବ୍ୟକ୍ତି ହିଁ ନାଗରିକ। ନାଗରିକତାର ଉତ୍ପତ୍ତି ସ୍ଥଳ ପ୍ରାଚୀନ ଗ୍ରୀସ ଏବଂ ରୋମ କହିଲେ ଅତ୍ୟୁକ୍ତି ହେବ ନାହିଁ। ନାଗରିକତା ତତ୍ତ୍ୱର ବିକାଶ ଆରିଷ୍ଟଟଲଙ୍କ ଲିଖିତ ପୁସ୍ତକ ଦି ପଲିଟିକ୍ସରେ ହିଁ ପ୍ରତିଫଳିତ ହୋଇଥାଏ। ନାଗରିକତାର ପୁରାତନ ଚିନ୍ତାକଳ୍ପ କହିଲେ ଆରିଷ୍ଟଟଲଙ୍କ ଲିଖିତ ପୁସ୍ତକ ଦି ପଲିଟିକ୍ସରେ ବର୍ଣ୍ଣିତ ନାଗରିକତାକୁ ହିଁ ବୁଝାଇଥାଏ। ବାସ୍ତବରେ ଦେଖିବାକୁ ଗଲେ ଚତୁର୍ଥ ଶତାବ୍ଦୀରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ନାଗରିକତାର ପ୍ରଥମ ଆନୁଷ୍ଠାନିକ ଘୋଷଣା ବା ଅନୁଭବ ଗ୍ରୀସର ପୋଲିସ୍, ଯାହା ନଗର ରାଜ୍ୟକୁ ବୁଝାଇଥାଏ ଏବଂ ଏଥେନ୍ସରେ ହିଁ ହୋଇଥିଲା। ଗ୍ରୀସର ନାଗରିକତା ବର୍ତ୍ତମାନର ଆଧୁନିକ ନାଗରିକତାଠାରୁ ରୂପ, ଆକାର ଓ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବରେ ଅଲଗା ବା ଭିନ୍ନ ଥିଲା। ବର୍ତ୍ତମାନ ଆଧୁନିକ ସମୟର ପୋଲିସ୍ ବା ନଗର ରାଜ୍ୟ, ଯାହା ଏକ ପୃଥକତା ବା ଭିନ୍ନତା ସୃଷ୍ଟି କରେ ରାଷ୍ଟ୍ର ଓ ସମାଜ ମଧ୍ୟରେ, ବ୍ୟକ୍ତିଗତ ଏବଂ ସାଧାରଣ ମଧ୍ୟରେ, ଆଇନ ଏବଂ ନୈତିକତା ମଧ୍ୟରେ, ତାହା ଏଥେନ୍ସରେ ଉପଯୋଗୀ ହୋଇନଥିଲା। ପ୍ରାଚୀନ ଏଥେନ୍ସର ବ୍ୟକ୍ତିଗତ ଏବଂ ସାଧାରଣ, ସମାଜ ଓ ରାଷ୍ଟ୍ର, ନୈତିକତା ଓ ଆଇନ ମଧ୍ୟରେ କୌଣସି ପ୍ରଭେଦ ନଥିଲା, ଯାହା ଆଧୁନିକ ନାଗରିକତାର ବୈଶିଷ୍ଟ୍ୟକୁ ବହନ କରିଆସି। ବାସ୍ତବରେ ଗ୍ରୀକ୍ ନାଗରିକତା କମ୍ ଜନସଂଖ୍ୟା ଏବଂ କମ୍ ସାମାଜିକ ବିଭିନ୍ନତାର ବୈଶିଷ୍ଟ୍ୟ ଥିବା ସ୍ୱଶାସନ ବା ରାଜନୈତିକ ସମ୍ପ୍ରଦାୟ ମଧ୍ୟରେ ଥିଲା। ପ୍ରାଚୀନ ଗ୍ରୀସରେ ନାଗରିକତା କୌଣସି ଅଧିକାର ବା ଆଭିଜାତ୍ୟକୁ ସୂଚାଇ ନଥିଲା। ନାଗରିକତାର ପ୍ରାଥମିକତା କେବଳ ସାଧାରଣ ଘଟଣାବଳୀରେ ଅଂଶଗ୍ରହଣ ଏବଂ କର୍ତ୍ତବ୍ୟ ବା ଦାୟିତ୍ୱବୋଧ ଉପରେ ପର୍ଯ୍ୟବେସିତ ଥିଲା। ରାଷ୍ଟ୍ରର ସଂଜ୍ଞା ପ୍ରଦାନ କରିବାକୁ ଯାଇ ଆରିଷ୍ଟଟଲ କହନ୍ତି ଯେ ରାଷ୍ଟ୍ର ହେଉଛି ନାଗରିକମାନଙ୍କର ସମାହାର ଏବଂ ନାଗରିକ ହେଉଛି ସେହି ବ୍ୟକ୍ତି ଯିଏ ନିର୍ଦ୍ଦିଷ୍ଟ ବା ଅନିର୍ଦ୍ଦିଷ୍ଟ ସମୟ ପାଇଁ ଅଧିକାରକୁ ଉପଭୋଗ କରିବା ସହିତ କୌଣସି ଦାୟିତ୍ୱରେ ସହଭାଗିତା ରହିଥାଏ। ସେହିମାନେ ନାଗରିକ ପଦବାଚ୍ୟ ଯେଉଁମାନେ ଶାସନ କରିବାର ବା ଶାସିତ ହେବାର ଯୋଗ୍ୟତା ରଖିଥିବେ। ରାଷ୍ଟ୍ରୀୟ କାର୍ଯ୍ୟ ସିଧାସଳଖ ଭାବରେ ଏହାର ନାଗରିକମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ। ପ୍ରତ୍ୟେକ ନାଗରିକ ସଭାର ଜଣେ ସଦସ୍ୟ ହିସାବରେ ବିଭିନ୍ନ ଦପ୍ତର ବା ବିଭିନ୍ନ ଦାୟିତ୍ୱ ସମ୍ଭାଳିବା ନିମନ୍ତେ ଯୋଗ୍ୟତା ହାସଲ କରିଥାନ୍ତି। ନାଗରିକମାନେ ଆର୍ଥିକ ଏବଂ ସାମରିକ ବାହିନୀରେ ମଧ୍ୟ ନିଯୁକ୍ତି ପାଇପାରନ୍ତି। ଗ୍ରୀକ୍ ନଗର ରାଜ୍ୟଗୁଡ଼ିକରେ ନାଗରିକତା ଲୋକମାନଙ୍କୁ ବହୁତ ଗୁଡ଼ିଏ ସୁବିଧା ସୁଯୋଗ ଦେଇଥାଏ। ବ୍ୟକ୍ତି ସ୍ୱାଧୀନତା, ଦ୍ରବ୍ୟର ନିରାପତ୍ତା ଏବଂ ସମ୍ମାନ ପାଇବା ନିମନ୍ତେ ସୁଯୋଗ ଦେଇଥାଏ। ନଗର ରାଜ୍ୟ ସମ୍ପ୍ରଦାୟକୁ ମାର୍ଗ ଦେଖାଇବା ନିମନ୍ତେ। ପରିଶେଷରେ ଖ୍ରୀଷ୍ଟପୂର୍ବ 451ରୁ 450 ମଧ୍ୟରେ ପେରିକ୍ଲିସ୍‌ଙ୍କ ଶାସନ କାଳରେ ନାଗରିକତା ସେହିମାନଙ୍କୁ ମିଳୁଥିଲା ଯେଉଁମାନଙ୍କର ପିତାମାତା ଉଭୟ ପୋଲିସ୍ ବା ନଗର ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ। ପେରିକ୍ଲିସ୍‌ଙ୍କ ଶାସନ ସମୟରେ ସମ୍ବିଧାନ କୌଣସି ଆଇନସମ୍ମତ ଦଲିଲ ନଥିଲା, ବରଂ ବଞ୍ଚିବାର ଏକ ମାର୍ଗ ଥିଲା। ସେହି ପ୍ରଥା ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଏକ ସାଧାରଣ ବ୍ୟକ୍ତିତ୍ୱ ଏବଂ ଦାୟିତ୍ୱର ଅଧିକାରୀ ହୋଇପାରୁଥିଲେ।